ଯେତେବେଳେ ପିଆନିଷ୍ଟ ତାଙ୍କ ଦୁଃଖକୁ ଭୁଲିବା ପାଇଁ ବୁଝାନ୍ତେ ଈର୍ଷାଳୁ ଶ୍ରୋତା ଅନ୍ୟମାନଙ୍କ ଦୁଃଖକୁ ଈର୍ଷା କରନ୍ତି ଯାହାଏ ଈଶ୍ୱର ପାଇଁ ପ୍ରେରଣା ସ୍ୱରୂପ କାର୍ଯ୍ୟ ମୋ ହୃଦୟ ପଥରରେ ତିଆରି, ମୋ ଆଖି ପଥରରେ ତିଆରି, ମୋ ହାତ ପଥରରେ ତିଆରି, ମୋ ଆତ୍ମା ପଥରରେ ତିଆରି। ପିଆନିଷ୍ଟ ତାଙ୍କ ନିଜ ଦୁଃଖକୁ ପ୍ରେରଣା ଦେଉଥିବା ସୁରକୁ ଈର୍ଷା କରନ୍ତି ନାହିଁ। ଯେତେବେଳେ ଈର୍ଷାଳୁ ଶ୍ରୋତା ତାଙ୍କ ଈର୍ଷାର ଚିନ୍ତାଧାରାରେ ଏକ ଘୂର୍ଣ୍ଣି ବାତିବା ପିଆନିଷ୍ଟଙ୍କ ଆତ୍ମାକୁ ଆକ୍ରମଣ କରେ। ହଠାତ୍ ସେ ବଜାଇବା ବନ୍ଦ କରିଦିଏ। ସେ କଷ୍ଟ ଉପରେ ଚଢ଼ି ଏହି ସୁନ୍ଦର କବିତା ପାଠ କରନ୍ତି। ତିକ୍ତ ସ୍ମୃତି ନକଲି ପ୍ରେମ ବଞ୍ଚିଥିଲା ମୁଁ ଏହି ଫଳପ୍ରଦ କକଟେଲକୁ ଗ୍ରହଣ କରିବାକୁ ମନା କରେ। ଏହି କ୍ଷୁଦ୍ର ପ୍ରେମ ମୁଁ ଅନ୍ୟମାନଙ୍କ ବିଫଳତାରେ ଆନନ୍ଦ ଅନୁଭବ କରିପାରୁନାହିଁ। ମୁଁ କେବଳ ମୋର ନିଜ ବିଷାଦର ଶିକାର। ମୋ ହୃଦୟ ପଥରରେ ତିଆରି, ମୋ ଆଖି ପଥରରେ ତିଆରି, ମୋ ହାତ ପଥରରେ ତିଆରି, ମୋ ଆତ୍ମା ପଥରରେ ତିଆରି। ପିଆନିଷ୍ଟ ଆତ୍ମାକୁ ଚିନ୍ତାର ଏକ ଘୂର୍ଣ୍ଣି ବାତ୍ୟା ଆକ୍ରମଣ କରେ। ହଠାତ୍ ସେ ବାଜାଇବା ବନ୍ଦ କରିଦିଏ। ସେ ଏକ ଷ୍ଟୁଲ ଉପରେ ଚଢ଼ିଦିଏ ସୁନ୍ଦର କବିତା ପାଠ। ସ୍ମୃତି ନକଲି ପ୍ରେମ ବଞ୍ଚିଛି ମୁଁ ଏହି ଫଳପ୍ରଦ କକଟେଲ। ଏହି କ୍ଷୁଦ୍ର ପ୍ରେମକୁ ଗ୍ରହଣ କରିବାକୁ ମନା କରେ। ମୁଁ ଅନ୍ୟମାନଙ୍କ ବିଫଳତାରେ ଆନନ୍ଦ ମନ କରିପାରୁନାହିଁ। ମୁଁ କେବଳ ମୋର ନିଜ ବିଷାଦର ଶିକାର। ମୋ ହୃଦୟ ପଥରରେ ତିଆରି, ମୋ ଆଖି
ପଥରରେ ତିଆରି ମୋ ହାତ ପଥରରେ ତିଆରି ମୋ ଆତ୍ମା ପଥରରେ ତିଆରି ତିକ୍ତ ସ୍ମୃତି ନକଲି ପ୍ରେମ ବଞ୍ଚିଛି ମୁଁ ଏହି ଫଳପ୍ରଦ କକଟେଲ ଏହି କ୍ଷୁଦ୍ର ପ୍ରେମକୁ ଗ୍ରହଣ କରିବାକୁ ମନ କରୁଛି ଅନ୍ୟମାନଙ୍କ ବିଫଳତରେ ମାନ କରିପାରୁନାହିଁ ମୁଁ କେବଳ ମୋର ନିଜ ବିଷାଦର ଶିକାର ମୋ ହୃଦୟ ପଥରରେ ତିଆରି ମୋ ଆଖି ପଥରରେ ତିଆରି ମୋ ହାତ ପଥରରେ ତିଆରି ମୋ ଆତ୍ମା ପଥରରେ ତିଆରି ତିକ୍ତ ସ୍ମୃତି ନକଲି ପ୍ରେମ ବଞ୍ଚିଛି ମୁଁ ଏହି ପତ୍ରଦ କକଟେଲ ଏହି କ୍ଷୁଦ୍ର ପ୍ରେମକୁ ଗ୍ରହଣ କରିବାକୁ ମନ କରୁଛି ଅନ୍ୟମାନଙ୍କ ବିଫଳତାରେ ମନର କରିପାରୁନାହିଁ ମୁଁ କେବଳ ମୋ